জাতীয় ধন্যবাদ প্রদান করি। নমস্কার, বিশেষভাবে ধন্যবাদ সুন্দর সুযোগ দিয়েছেন মন্ডলীর মধ্যে বিশেষভাবে ধন্যবাদ। আসলে আমি বাধ্য করছিলাম যৌন নির্যাতন সমাচার 19 অধ্যায় 26 পদ গৌণ আইন লেখক কৃষ্ণ উপরে ଥିବା ସମୟରେ କୃଷ୍ଣଙ୍କର ତୃତୀୟ ବାଣୀ ଯାହା ପ୍ରତିପନ୍ନ ଜ୍ଞାପକ ବାଣୀ। ଏତେ ସମୟ ଆମେ ଦେଖି ଆସୁଛୁ ଯେ ଯୀଶୁ ଖ୍ରୀଷ୍ଟ ଅନେକ କଷ୍ଟ, ଅନେକ ଯନ୍ତ୍ରଣା, ଅନେକ ଅପମାନ ସହି ଆସୁଛନ୍ତି। ସେ ଦେଖୁଅଛନ୍ତି ଯେ ସୈନ୍ୟମାନଙ୍କ ଦ୍ୱାରା ତାଙ୍କର ବସ୍ତ୍ର କିପରି ଗୁଳି ବାଣିଜ୍ୟ ହେଉଛି। ଆଉ ଏହି ଅପମାନଜନକ ପରିସ୍ଥିତିରେ ହଠାତ୍ ତାଙ୍କର ଦୃଷ୍ଟି ତାଙ୍କର ପ୍ରିୟ ମାତା ଓ ପ୍ରିୟ ଶିଷ୍ୟଙ୍କ ଉପରେ ପଡ଼ୁଛି। ଆଉ ଯେତେବେଳେ ଦେଖୁଛନ୍ତି ତାଙ୍କର ପ୍ରିୟ ମାତା ପ୍ରିୟ ଶିଷ୍ୟ ବ୍ୟାକୁଳ ଭାବରେ କ୍ରନ୍ଦନ କରୁଛନ୍ତି। ସେ କ୍ରନ୍ଦନରେ କେବଳ କଷ୍ଟ ରହିନାହିଁ, ମାତ୍ର ରହିଅଛି ଅନେକ ପ୍ରଶ୍ନ, ଅନେକ ଅଭିଯୋଗ, ଅନେକ ଅଭିଯୋଗ। ପରମେଶ୍ୱର ତାଙ୍କର ଅଭିଯୋଗ ରହିଅଛି, ତାଙ୍କ ମାତାଙ୍କର ଅଭିଯୋଗ ରହିଅଛି। ହେ ପରମେଶ୍ୱର ପିତା, ତୁମେ ମୋତେ ଅନୁଗ୍ରହର ପାତ୍ରୀ ଭାବରେ ଗ୍ରହଣ କରିଥିଲ, ମାତ୍ର ଆଜି ସେ ଅନୁଗ୍ରହର ବିଷୟ କୃଷ ଉପରେ ଝୁଲୁଅଛି। ହେ ପରମେଶ୍ୱର ପିତା, ତୁମେ ମୋତେ ସନ୍ତାନର ଅଧିକାର ଦେଇଥିଲ, ଆଜି ସେହି ସନ୍ତାନ କୃଷ ଉପରେ ହତ ହେଉଛି। ମୁଁ ଅସହାୟ ପଡ଼ିଅଛି, ମୁଁ କିଛି କରିପାରୁନାହିଁ। ତାର ଛିଟା ଲୁଗା ମୋ ପାଖରେ ନାହିଁ ଯାହାକୁ ଧରି ମୁଁ କ୍ରନ୍ଦନ କରିପାରିବି। ହେ ପରମେଶ୍ୱର ପିତା, ତୁମେ ଘୋଷଣା କରିଥିଲ, ତୁମେ ଗ୍ରହଣ କରିଥିଲ କି ଏ ତୁମର ପ୍ରିୟ ପୁତ୍ର, ଯାହାଙ୍କ ଠାରେ ତୁମର ପରମ ସନ୍ତୋଷ। ମାତ୍ର ଆଜି ପରମେଶ୍ୱର ପିତା, ତୁମେ ନୀରବ ଅଛ, ତୁମେ କିଛି କହୁନାହ, ତୁମେ ଚୁପ୍ ଅଛ। କାହିଁକି ପରମେଶ୍ୱର? এই প্রকার মাতাଙ୍କ ମଧ୍ୟରେ ଯେତେବେଳେ ପ୍ରଶ୍ନ ଦେଖୁଛନ୍ତି ଅନ୍ନପଟରେ, ତାଙ୍କ ଶିଷ୍ୟଙ୍କ ମନରେ ଅନ୍ୟ ପ୍ରକାର ଅଭିଯୋଗ ରହିଛି। ହେ ଖ୍ରୀଷ୍ଟ, ମୁଁ ତୁମକୁ ଗ୍ରହଣ କରେ, ମୁଁ ତୁମଠାରେ ବିଶ୍ୱାସ କରେ, ତୁମେ ଈଶ୍ୱରଙ୍କର ସନ୍ତାନ, ତୁମେ ଅନେକ ଆଶ୍ଚର୍ଯ୍ୟ କାମ କରିପାର। ତୁମେ ସେ ଖ୍ରୀଷ୍ଟ ଯିଏ ଝଡ଼କୁ ମଧ୍ୟ ଧମକ ଦେଇପାରେ। ମାତ୍ର ଆଜି ତୁମେ ଏଠି ଚୁପ୍ ରହିଅଛ। କାହିଁକି ଏତେ ନିରୀହ ଭାବରେ ଅଛ? କାହିଁକି ସେ ନିରୀହ ବେଶ ଧାରକ କରି ଆଜି ଏ କୃଷରେ ତୁମେ ଝୁଲୁଅଛ? କାହିଁକି ତୁମେ ଏତେ କଷ୍ଟ ସହୁଛ? କାହିଁକି ତୁମେ ଏତେ ଅପମାନ ସହୁଛ? କାହିଁକି ତୁମେ ଏ ପାପୀ ମନୁଷ୍ୟକୁ ଏତେ ପ୍ରେମ କରୁଛ? କାହିଁକି? କାହିଁକି? এই প্রকার যেତେବେଳେ অভিযোগ, প্রশ্ন ତାଙ୍କ ପ୍ରିୟ ମାତା, ତାଙ୍କ ପ୍ରିୟ ଶିଷ୍ୟଙ୍କର ମନ ଭିତରେ ଯୀଶୁ ଖ୍ରୀଷ୍ଟ ଦେଖୁଛନ୍ତି, ତାଙ୍କର ହୃଦୟ ଫାଟି ପଡୁଛି। ସେ ପୁଅର ହୃଦୟ ଫାଟି ପଡୁଛି, ସେ ଭାଇର ହୃଦୟ ଫାଟି ପଡୁଛି। ସେ ଆଉ ନିଜେ ରହି ପାରୁନାହାନ୍ତି। ଆଉ ସେ କୃଷ୍ଣର କଷ୍ଟ, କୃଷ୍ଣର ବେଦନା, କୃଷ୍ଣର ଯନ୍ତ୍ରଣା ଆଉ ସବୁ କିଛି ଭୁଲି ଯାଇଛନ୍ତି। ତାଙ୍କ ଦୃଷ୍ଟିରେ କେବଳ ଅଛି ତାଙ୍କର ପ୍ରିୟ ମାତା ଆଉ ତାଙ୍କର ପ୍ରିୟ ଶିଷ୍ୟ। ସେ ଅଳ୍ପ କିଛି ଚିନ୍ତା କରୁଛନ୍ତି, ସେ ପ୍ରଭୁ କିଛି ସମୟ ମିଳନ୍ତା, ସେ କୃଷ୍ଣକୁ ଓହ୍ଲାଇ ଆସନ୍ତି, ତାଙ୍କ ଧରି ପକାନ୍ତି, ତାଙ୍କ ସମସ୍ତ କଷ୍ଟ ଭୁଲି ଯାଆନ୍ତି, ତାଙ୍କ ସମସ୍ତ ଅଭିଯୋଗ ଭୁଲି ଯାଆନ୍ତି, ତାଙ୍କ ସମସ୍ତ ପ୍ରଶ୍ନ ଭୁଲି ଯାଆନ୍ତି। ମାତ୍ର ଯେତେବେଳେ ସେ ପରମେଶ୍ୱରଙ୍କର ବିଷୟକୁ ଦେଖୁଛନ୍ତି, ପରମେଶ୍ୱରଙ୍କ ଉଦ୍ଦେଶ୍ୟକୁ ଦେଖୁଛନ୍ତି, ତାଙ୍କର ମନର ବିଷୟକୁ ସେ ଦବେଇ ଦେବାକୁ କରୁଛନ୍ତି। ଯେତେବେଳେ ସେ ପରମେଶ୍ୱରଙ୍କର ଇଚ୍ଛାକୁ ଦେଖୁଛନ୍ତି, ନିଜର ମନର ଇଚ୍ଛାକୁ ମାରି ଦେବାକୁ ପସନ୍ଦ କରୁଛନ୍ତି। ଯେତେବେଳେ ମନୁଷ୍ୟ ଉଦ୍ଧାର ବିଷୟକୁ ଦେଖୁଛନ୍ତି, ସେ ନିଜର ହୃଦୟର ବେଦନାକୁ ଦବେଇ ଦେବାକୁ ପସନ୍ଦ କରୁଛନ୍ତି। ମାତ୍ର ଗୋଟିଏ ପଟରେ ଯିଏ ତାହାଙ୍କର ହୃଦୟ ସେ କ୍ରନ୍ଦନ କରୁଛି, ଅନ୍ୟ ପଟରେ ଯିଏ ତାହାଙ୍କର ହୃଦୟ ଗୋଟେ ପଟରେ ଯିଏ ଯାହାଙ୍କର ହୃଦୟ ସେ କ୍ରନ୍ଦନ କରୁଛି, ଅନ୍ୟ ପଟରେ ଯିଏ ତାହାଙ୍କର ହୃଦୟ ସେ କ୍ରନ୍ଦନ କରୁଛି। ଦୁଇ ପଟରେ କେବଳ ସେ ଖ୍ରୀଷ୍ଟଙ୍କର ହୃଦୟ କ୍ରନ୍ଦନ କରୁଛି। ଆଉ ସେଇ କ୍ରନ୍ଦନରେ ଏ ତୃତୀୟ ବାଣୀ ମୁଖରୁ ବାହାରି ଆସୁଛି, ଗୋ ରାଣୀ ଦେଖ ତୁମର ପୁତ୍ର, ହେ ପୁତ୍ର ଦେଖ ତୁମର ମାତା। ସେ କହୁଅଛନ୍ତି ଯାହା କିଛି
इच्छा को पूर्ण करबाक अछि मनुष्य जगतर उद्धार पाइ मते ए समस्त कष्ट को सहबाक अछि मात्र तमक जन मात्र খ্রিস্ট সেতে কষ্ট ভিতরে সেতে যন্ত্রণা ভিতরে সেতে অপমান ভিতরে সেতে বলে সেই প্রকার বিবিধ পরিস্থিতি ভিতরে সে তাଙ୍କର ମାତା ଆଉ ତାଙ୍କର ଶିଷ୍ୟଙ୍କୁ ସାନ୍ତ୍ୱନା ଦେବାକୁ ପସନ୍ଦ କଲେ ସେ ସାନ୍ତ୍ୱନାରେ କେବଳ ସାନ୍ତ୍ୱନା ରହିଛି ଗୋଟେ ମିଶନ ଗୋଟେ କମିଶନ କି ଜଣ ଆଉ ଜଣର ଯତ୍ନ ଦିଅ ଜଣେ ଆଉ ଜଣକୁ ତୁମେ ଧୈର୍ଯ୍ୟ ଦିଅ ଜଣେ ଆଉ ଜଣକୁ ତୁମେ ପ୍ରସ୍ତୁତ କର সেই পুরুষର বার্তা ପାଇଁ ପ୍ରସ୍ତୁତ କର ସେ ପୁନରୁତ୍ଥାନର ବିଷୟ ପାଇଁ ସୁସମାଚାର ପାଇଁ ପ୍ରସ୍ତୁତ କର ଆଜି এই শুভ শুক্রবার দিନ প্রিয় মণ্ডলী প্রিয় বিশ্বাস কর প্রভু যীশু খ্রিস্টଙ୍କର সেই ଯେଉଁ ମୃତ୍ୟୁ ଭୋଗକୁ ଆମେ ସ୍ମରଣ କରୁଅଛୁ এই ସମୟରେ ସେ ଯୀଶୁ ଖ୍ରୀଷ୍ଟ ଆମକୁ ସାନ୍ତ୍ୱନା ଦେବା ସହିତ ଗୋଟେ କମିଶନ ଗୋଟେ ବିଷୟ କହୁଛନ୍ତି ପ୍ରିୟ ମଣ୍ଡଳୀ ପ୍ରିୟ ବିଶ୍ୱାସୀ ଆଜି ଏଇ ଶୁଭ ଶୁକ୍ରବାର ଦିନ ଆସୁ ଆମେ ଜଣେ ଆଉ ଜଣର ଯତ୍ନ ଦେବା ଜଣେ ଆଉ ଜଣକୁ ଧୈର୍ଯ୍ୟ ଦେବା ଜଣେ ଆଉ ଜଣକୁ ଆମେ ପ୍ରସ୍ତୁତ କରିବା ଆସନ୍ତା ଦିନମାନଙ୍କରେ ଯାହା କଷ୍ଟ ଅଛି ଆସନ୍ତା ଦିନମାନଙ୍କରେ ଯାହା ଅପମାନ ଅଛି ତାହା ଆଉ କିଛି ନୁହଁ ତାହା ଆହୁରି ଅଧିକ ଅଛି ଆଉ ସେଇ ଜିନିଷ ପାଇଁ ଆସୁ ଆମେ ପ୍ରସ୍ତୁତ ହେବା ସେଇ ସୁସମାଚାର ପାଇଁ ଆସୁ